ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ମୁଁ କଣ କରୁଛି ଓ ସେଥିରୁ କଣ ତିଆରି ହେଉଛି। ଦେଖନ୍ତୁ ମୁଁ ଆଜି ବନାଉଛି ଚିଲି କୋବି। ପ୍ରଥମେ ଆମେ କଡ଼େଇ ବସାଇବା। କଡ଼େଇରେ କିଛି ତେଲ, ଲଙ୍କା, ଜିରା, ଅଦା, ରସୁଣ ତାକୁ ଭଲସେ ଗୋଳେଇ ନେବା। ତାପରେ କିଛି ସମୟ ହେଇ ଆସିଲା ପରେ ପିଆଜ ଦେବା। ପିଆଜକୁ ଭଲସେ ହେଇସାରିଲା ପରେ ସେଥିରେ ଆମେ ଗ୍ରୀନ୍ ମଟର, କ୍ୟାପ୍ସିକମ୍ ତାକୁ ଦେଇକି ଭଲସେ ଗୋଳେଇ ନେବା। ସେ କିଛି ସମୟ ହେଇ ଆସିଲା ପରେ ସେଥିରେ ଆମେ ସୋୟା ସସ୍ ଦେଇକି ଭଲସେ ଗୋଳେଇବା। ଆଉ ଟମାଟୋ ସସ୍, ଚିଲି ସସ୍ ଦେଖନ୍ତୁ ସେମିତି ଟମାଟୋ ଆଉ ଚିଲି ସସ୍ କେଭଳିଆ ଦିଆହେଲା। ସେଥିରେ ହଳଦୀ ଗୁଣ୍ଡ, କାଶ୍ମୀର ରେଡ୍ ଚିଲି ପାଉଡର, ଧନିଆ ଗୁଣ୍ଡ, ମିଟ୍ ମସଲା ଦେଇକି ଭଲସେ ଗୋଳେଇ ନେବା। ସେଥିରେ ସ୍ୱାଦ ଅନୁସାରେ ଲୁଣ, ସେଥିରେ ଆମେ କୋବିକୁ ଛାଣିକି ରଖିଥିବା ଓ ସେଥିରେ ଆମେ ଆଡ଼୍ କରିବା। ସେଥିରେ କର୍ଣ୍ଣଫ୍ଲୋରକୁ ଭଲସେ ଗୋଳେଇକି ଆଡ଼୍ କରିବା। ତାକୁ ଭଲସେ ଗୋଳେଇ ଦେବା। ଦେଖନ୍ତୁ ଏବେ କେମିତି ଚିଲି କୋବିଟା ହେଇ ଆସିଲାଣି। ଦେଖନ୍ତୁ କୋଉ ଭଳିଆ ଚିଲି କୋବି ହେଇ ଆସିଛି। ସେଥିରେ ଆମେ ଆଡ଼୍ କରିବା ଗରମ ମସଲା, କସ୍ତୁରୀ ପାଉଡର। ଏବେ ହେଇଗଲା ଆମର ଚିଲି କୋବି ରେସିପି। ଜୟ ଜଗନ୍ନାଥ।